ବର୍ତ୍ତମାନ ମୋର ଆଲୋଚନା ଓଡ଼ିଆ ପ୍ରବନ୍ଧ ଉପରେ। ଯେଉଁ ପ୍ରବନ୍ଧର ମୁଁ ଆଲୋଚନା କରିବି ସେହି ପ୍ରବନ୍ଧଟି ଜଣେ ବିଶିଷ୍ଟ ପ୍ରାବନ୍ଧିକଙ୍କ ଦ୍ୱାରା ରଚିତ ଏବଂ ବର୍ତ୍ତମାନ ଯୁକ୍ତ 2 ସ୍ତରରେ ପାଠ୍ୟ ପ୍ରଚଳିତ ପ୍ରବନ୍ଧ। ନାମ ଇତିହାସ। ପ୍ରାବନ୍ଧିକ ବାଗ୍ମୀ ବିଶ୍ୱନାଥ କର। ବିଶ୍ୱନାଥ କର ଜଣେ ବ୍ରାହ୍ମଧର୍ମୀ ବ୍ୟକ୍ତିତ୍ୱ। କଟକ ଜିଲ୍ଲାର ମୂଳ ବସନ୍ତପୁର ଗ୍ରାମରେ ଜନ୍ମ। ଜଣେ ସଂସ୍କାରବାଦୀ ଦୃଷ୍ଟିକୋଣଧାରୀ ମନୁଷ୍ୟ। ସେ ଓଡ଼ିଆ ସାହିତ୍ୟରେ ଅନ୍ୟତମ ବିଶିଷ୍ଟ ପ୍ରାବନ୍ଧିକ। ତାଙ୍କର ପ୍ରବନ୍ଧ ଗୁଡ଼ିକ ପାଠ୍ୟ ପ୍ରଚଳିତ ହୋଇ ଲୋକପ୍ରିୟତା ଅର୍ଜନ କରିଛି। ଇତିହାସ। ଅତୀତର ଘଟଣାବଳୀକୁ ସାଧାରଣତଃ ଆମେ ଇତିହାସ କହିବା। ଇତିହାସ ପ୍ରାବନ୍ଧିକ ବିଶ୍ୱନାଥ କର। ଦୀର୍ଘ ପ୍ରବନ୍ଧଟିଏ। ସବୁଗୁଡ଼ିକ ଯଦି ମୁଁ ଆଲୋଚନା କରିବି ତାହେଲେ ଧାଡ଼ିକୁ ଧାଡ଼ି ଯଦି ବୁଝେଇବି ତେବେ ଦୀର୍ଘ ସମୟ ନେବ। ଏତେ ସମୟ ଶ୍ରୋତାଙ୍କୁ ଶୁଣିବାରେ ଧୈର୍ଯ୍ୟଚ୍ୟୁତି ଘଟିପାରେ। ତେଣୁ ପ୍ରବନ୍ଧର ସମଗ୍ର ବିଷୟବସ୍ତୁକୁ ମୁଁ କେତୋଟି ପଏଣ୍ଟରେ ବିଭକ୍ତ କରିଛି ଏବଂ ସେ ପଏଣ୍ଟ ଗୁଡ଼ିକ ଉପରେ ସଂକ୍ଷିପ୍ତରେ ଆଲୋଚନା କରି ଯେତେ ଦୂର ସମ୍ଭବ ଅତି ଅଳ୍ପ ସମୟରେ ପ୍ରବନ୍ଧକୁ ସାରିବାକୁ ଚେଷ୍ଟା କରିବି। ତେବେ ପ୍ରବନ୍ଧ ପଢ଼ିକି ମୋର ଯାହା ମନେ ହେଲା ଯେ ପ୍ରାବନ୍ଧିକଙ୍କର ବିଷୟ ନିର୍ବାଚନ ବେଶ ବଢ଼ିଆ। ଭାବନାର ପରିଷ୍କାରତା ସ୍ପଷ୍ଟତା ରହିଛି। ସାହିତ୍ୟିକ ଛଟା ରହିଛି, ଅର୍ଥାତ୍ ସାହିତ୍ୟିକ ଶବ୍ଦର ପ୍ରୟୋଗ କରିଛନ୍ତି। ପ୍ରବନ୍ଧର ପ୍ରଥମ ଅଂଶରେ ଲେଖକ ଇତିହାସ ଦର୍ଶନରେ ମାନବୀୟ ମନୋଭାବ ସମ୍ପର୍କରେ ଆଲୋଚନା କରିଛନ୍ତି। ଆମେ କୌଣସି ଐତିହାସିକ ସ୍ଥାନ ବା ଇତିହାସକୁ ଯେତେବେଳେ ଆମେ ପାଠ କରୁ ସେତେବେଳେ ଦୁଇ ଶ୍ରେଣୀର ମନୋଭାବ ନେଇକି ଆମେ ଇତିହାସକୁ ସାମ୍ନା କରୁ। କୌଣସି ହିଷ୍ଟୋରିକାଲ ମନୁମେଣ୍ଟ ଯେତେବେଳେ ଆମେ ଦେଖୁ ଦୁଇ ପ୍ରକାର ଦର୍ଶକ ଥାଆନ୍ତି। ସେହିଭଳି ଇତିହାସ ଯେତେବେଳେ ମଣିଷ ପଢ଼େ ଦୁଇ ପ୍ରକାର ମନୋଭାବର ପାଠକ ମଧ୍ୟ ପରିଦୃଷ୍ଟ ହୋଇଥାନ୍ତି। ଗୋଟିଏ ପ୍ରକାରର ଦର୍ଶକ କିମ୍ବା ପାଠକ ହେଲେ ଯେ ସେମାନେ ଐତିହାସିକ ଦୃଶ୍ୟ ଦେଖିକି ଇତିହାସ ପାଠ ପଢ଼ିକି ସେମାନେ ଭୁଲିଯାଆନ୍ତି, କିନ୍ତୁ ଉପଭୋଗ କରନ୍ତି ଭୁଲିଯାଆନ୍ତି, ପରନ୍ତୁ ସେମାନେ ତା'ର ଗବେଷଣା କରନ୍ତି ନାହିଁ, ଅନୁସନ୍ଧାନ କରନ୍ତି ନାହିଁ। ଦ୍ୱିତୀୟ ଶ୍ରେଣୀର ଦର୍ଶକ ବା ପାଠକ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତି, ଅଧିକ ଜ୍ଞାନ ହାସଲ କରିବା ପାଇଁ ଚେଷ୍ଟା କରନ୍ତି। ତେଣୁ ଦୁଇ ପ୍ରକାର ମନୋଭାବର ଦର୍ଶକ ରହିଥାନ୍ତି। ସେଇ କଥା ଏଇଠି ପ୍ରବନ୍ଧର ପ୍ରଥମ ଅଂଶରେ ସେ କହିଛନ୍ତି। ଦ୍ୱିତୀୟ ଅଂଶରେ ପ୍ରାବନ୍ଧିକ କହୁଛନ୍ତି ଯେ ଅତୀତରୁ ବର୍ତ୍ତମାନ ଓ ବର୍ତ୍ତମାନରୁ ଭବିଷ୍ୟତର ଉତ୍ପତ୍ତି ହେଇଛି। ଆମେ ବର୍ତ୍ତମାନରେ ରହୁଛେ, ଅତୀତରେ ଆମର ପୂର୍ବଜ ଥିଲେ ଏବଂ ଭବିଷ୍ୟତରେ ଆମର ପରବର୍ତ୍ତୀ ଉତ୍ତର ପୁରୁଷ ଆସିବେ। ତେଣୁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ତିନୋଟି କାଳ ଗୋଟିଏ ସୂତ୍ରରେ ବନ୍ଧା। ଆମେ ଭବିଷ୍ୟତକୁ ଚାହିଁବାକୁ ହେଲେ ବର୍ତ୍ତମାନକୁ ଚାହିଁବାକୁ ହିଁ ପଡ଼ିବ ଏବଂ ବର୍ତ୍ତମାନର ସ୍ଥିତିର ଦୃଢ଼ତା ପାଇଁ ଅତୀତକୁ ଦୃଷ୍ଟିପାତ କରିବା ପାଇଁ ହେବ। ଏହି କଥା ବିଷୟରେ ସେ ସୂଚନା ଦେଇଛନ୍ତି। ତୃତୀୟ ଅଂଶରେ ସେ କହୁଛନ୍ତି ଯେ ବ୍ୟକ୍ତିଗତ ଜୀବନରୁ ସମଷ୍ଟିଗତ ଜୀବନର ଆରମ୍ଭ ଓ ଦର୍ଶନ ମଣିଷ ଜୀବନ ସୁଖ ଦୁଃଖର ଲୀଳାଭୂମି। ପ୍ରବନ୍ଧର ତୃତୀୟ ଅଂଶରେ ସେ କହୁଛନ୍ତି ଯେ ବ୍ୟକ୍ତିଗତ ଜୀବନକୁ ଯଦି ଆମେ ଅଧ୍ୟୟନ କରିବା ସେଥିରୁ ସାମଗ୍ରିକ ସାମାଜିକ ସାମୂହିକ ମଣିଷ ଜୀବନର ମଧ୍ୟ ଅଧ୍ୟୟନ ହୁଏ। କାରଣ ବ୍ୟକ୍ତି ହେଉଛି ସମାଜର କ୍ଷୁଦ୍ର ପ୍ରତିରୂପ। ଗୋଟିଏ ବ୍ୟକ୍ତିର ଜୀବନରେ ଯାହା ଜୀବନଧାରା, ଯାହା ରୀତିନୀତି, ତା'ର ଚଳଣି, ତା'ର ଜୀବନର ଅତିବାହିତକରଣ ସମାଜର ମଧ୍ୟ ସେଇଭଳିଆ ଗୋଟିଏ ନିଜସ୍ୱ ରୀତିନୀତି, ସାମାଜିକ ଚଳଣି, ତା'ର ବିତାନ ରହିଛି। ତେଣୁ ବ୍ୟକ୍ତି ଆଉ ସମାଜ ପରସ୍ପରର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ବ୍ୟକ୍ତିକୁ ଛାଡ଼ିକି ସମାଜ ନାହିଁ, ସମାଜକୁ ଛାଡ଼ିକି ମଧ୍ୟ ବ୍ୟକ୍ତି ନାହିଁ। ତେଣୁ ବ୍ୟକ୍ତିର ଜୀବନକୁ ଯଦି ଆମେ ଅନୁଧ୍ୟାନ କରିବା, ସେଥିରେ ଆମେ ସାମାଜିକ ଜୀବନକୁ ଦେଖିବାକୁ ପାଇବା ଏବଂ ସାମାଜିକ ଜୀବନକୁ ଯେତେବେଳେ ଆମେ ଦେଖିବା, ସେଥିରେ ବ୍ୟକ୍ତି ଜୀବନର ସ୍ଥିତିକୁ ମଧ୍ୟ ରହିଥିବାର ଆମେ ପାଇବା। ତାପରେ ପ୍ରବନ୍ଧର ପରବର୍ତ୍ତୀ ଅଂଶରେ ସେ କହୁଛନ୍ତି ଯେ ବ୍ୟକ୍ତି ଏବଂ ଜାତିରୁ ଇତିହାସର ସୃଷ୍ଟି। ଖାଲି ଜାତିର ଇତିହାସ ମଣିଷ ପଢ଼େ ନାହିଁ, ବ୍ୟକ୍ତିର ମଧ୍ୟ ଇତିହାସ ଅଛି। ତେଣୁ ଜାତିର ଯେମିତି ଇତିହାସ ଅଛି, ଯେମିତି ମେସୋପଟାମିଆ ସଭ୍ୟତା, ଯେମିତି ସିନ୍ଧୁ ସଭ୍ୟତା, ଯେମିତି ଆର୍ଯ୍ୟ ସଭ୍ୟତା, ଯେମିତି ଗୋଟିଏ ଦେଶର ସଭ୍ୟତା ଯେମିତି ଅଛି ସାମୂହିକ ଦୃଷ୍ଟିକୋଣରୁ, ସେମିତି ଗୋଟେ ବ୍ୟକ୍ତିର ମଧ୍ୟ ଗୋଟେ ଇତିହାସ ଅଛି। ବ୍ୟକ୍ତିର ଇତିହାସ ଏବଂ ସମାଜର ଇତିହାସ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସମାଜର ଇତିହାସକୁ ଜାଣିବାକୁ ଚାହିଁଲେ ବ୍ୟକ୍ତିର ଇତିହାସକୁ ଜାଣିବାକୁ ଚାହିଁବା ଏବଂ ବ୍ୟକ୍ତିର ଇତିହାସରୁ ସାମାଜିକ ଜୀବନର ମଧ୍ୟ ଇତିହାସର ସନ୍ଧାନ ମିଳିପାରିବ। ତାପରେ ସେ କହୁଛନ୍ତି ଯେ ଇତିହାସ ସୃଷ୍ଟିର ଉତ୍ସ ଓ ସ୍ୱରୂପ। ଇତିହାସ ସୃଷ୍ଟିର ଉତ୍ସ ଓ ସ୍ୱରୂପ କେମିତି? ପ୍ରଥମ ଅବସ୍ଥାରେ ଇତିହାସ ବୋଲି ଗୋଟିଏ ବସ୍ତୁର ଅସ୍ତିତ୍ୱ ନଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଯେ ଭାରତବାସୀମାନେ ପ୍ରାଚୀନ କାଳର ଇତିହାସ ଲେଖିବାକୁ ଶିକ୍ଷା କରିନଥିଲେ ତାହା ନୁହେଁ। ଭାବି ଦେଖିଲେ କୌଣସି ଜାତିର ପୂର୍ବପୁରୁଷମାନେ ଏ ଅପବାଦରୁ ସମ୍ପୂର୍ଣ୍ଣ ମୁକ୍ତି ଲାଭ କରିପାରିବେ ନାହିଁ। ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସ କେବଳ କେତେଗୁଡ଼ିଏ କ୍ଷମତାଶାଳୀ ବୀରପୁରୁଷଙ୍କର କଳ୍ପନା ମିଶ୍ରିତ ବିବରଣ ଛଡ଼ା ଆଉ କିଛି ନୁହେଁ। ସେହି ବୀରମାନେ ଦେବତା ବା ଦେବ ଅଂଶରେ ଜାତ ଏବଂ ସେମାନଙ୍କର କାର୍ଯ୍ୟକଳାପ ଅଲୌକିକ। ଖାଲି ଇତିହାସ କହିଲେ ଆମେ ପୁରାଣରେ ମଧ୍ୟ ଇତିହାସ ଅଛି, ସେଥିରେ ଦେବତାମାନଙ୍କର ଅଲୌକିକ କାର୍ଯ୍ୟକଳାପ ଏବଂ ସ୍ୱର୍ଗ ନର୍କର ବର୍ଣ୍ଣନା ଏହିସବୁ ଅଛି। ଏବଂ ଜାତି ଇତିହାସରେ ମଧ୍ୟ ରାଜାମାନଙ୍କର ରାଜ୍ୟ ଜୟ, ସେମାନଙ୍କର ବୀରତ୍ୱ, ସେମାନଙ୍କର ବ୍ୟକ୍ତିତ୍ୱ, ସେମାନଙ୍କର ସାହସିକତା ଏହିସବୁ କଥା ବର୍ଣ୍ଣନା ଅଛି। ସାଧାରଣ ଲୋକର ଇତିହାସ ସେଥିରେ ନାହିଁ, ସେହି କଥା କହୁଛନ୍ତି। ତେବେ ଏହା ଅବଶ୍ୟ ମାନିବାକୁ ପଡ଼ିବ ଯେ ଆମମାନଙ୍କ ଦେଶର କଳ୍ପନାର ମାତ୍ରା ଅଧିକ। ତେଣୁ ଇତିହାସରେ ଯଦି କଳ୍ପନା ରହିଲା, ତାହେଲେ ଇତିହାସରେ ସତ୍ୟତା ରହିବ ନାହିଁ। ଇତିହାସ କପୋଳ କଳ୍ପନା କଳ୍ପିତ ଠାରୁ ଦୂରରେ ରହିବା କଥା, କଳ୍ପନା ଠାରୁ ଦୂରରେ ରହିବା କଥା। ଇତିହାସ ପ୍ରମାଣ ଉପରେ, ପ୍ରାମାଣିକତା ଉପରେ ପର୍ଯ୍ୟବସିତ, କଳ୍ପନା ଉପରେ ପର୍ଯ୍ୟବସିତ ନୁହେଁ। ଯଦି କଳ୍ପନା ଉପରେ ପର୍ଯ୍ୟବସିତ, ତାହେଲେ ଇତିହାସର ସତ୍ୟତା ନାହିଁ, ତା'ର ପ୍ରାମାଣିକତା ନାହିଁ, ତା'ର ଗ୍ରହଣଯୋଗ୍ୟତା ନାହିଁ। ତାକୁ ଗ୍ରହଣ କରିବା ପାଇଁ ମଣିଷ ଚାହିଁବ ନାହିଁ ବା ପରବର୍ତ୍ତୀ ଜାତି ଚାହିଁବ ନାହିଁ। ତେଣୁ କଳ୍ପନା ଇତିହାସର ମୂଳ ଜିନିଷ ନୁହେଁ, ପ୍ରମାଣ ହେଉଛି ଇତିହାସର ମୂଳ ଜିନିଷ। ସେହି କଥା ଉପରେ ଏଠି ଲେଖକ ଗୁରୁତ୍ୱ ଦେଇଛନ୍ତି। ଏହା ହେଉଛି ଇତିହାସର ସୃଷ୍ଟିର ଉତ୍ସ, ଅରିଜିନ୍ ଏବଂ ତା'ର ସ୍ୱରୂପ, ତା'ର ସ୍କୋପ୍। ସେହି କଳ୍ପନା ରାଶି ଭେଦ କରି ମନୁଷ୍ୟ ତଥ୍ୟ ଲାଭ କରିବା ସାଧାରଣ ମନୁଷ୍ୟର କାର୍ଯ୍ୟ ନୁହେଁ। ହିନ୍ଦୁ ଜାତି ଚିରକାଳ କଳ୍ପନା ପ୍ରିୟତା ପାଇଁ ଖ୍ୟାତ। ସକଳ ବିଷୟରେ ଏମାନେ କଳ୍ପନାର ଚରମ ସୀମାରେ ଉପସ୍ଥିତ ନ ହୋଇ ଛାଡ଼ି ନାହାନ୍ତି। ଆମମାନଙ୍କ ଦେଶରେ ପ୍ରାଚୀନ ଚିକିତ୍ସା ଶାସ୍ତ୍ରରେ ଯେପରି ରସିକତା, ଭାବୁକତା, ଅଳଙ୍କାର, ଆଡ଼ମ୍ବର ସମାବେଶ ଦେଖାଯାଏ, ଅନ୍ୟ ଦେଶର କାବ୍ୟ ନାଟକ ଆଦି ମଧ୍ୟରେ ତାହା ଦେଖାଯାଏ ନାହିଁ। ସେ ଯାହା ହେଉ, ପ୍ରାଚୀନ କାଳରେ ଏହି ପ୍ରକାର କଳ୍ପନା ମିଶ୍ରିତ ବିବରଣ ଛଡ଼ା ଆମେମାନେ ବିଶୁଦ୍ଧ ଇତିହାସ ବୋଲି କୌଣସି ବସ୍ତୁ ପାଇପାରୁନାହିଁ। ତେଣୁ ଲେଖକ କହିବା ପାଇଁ ଚାହୁଁଛନ୍ତି ଯେ ପ୍ରାଚୀନ କାଳରେ ଇତିହାସ କଳ୍ପନା ପର୍ଯ୍ୟବସିତ, ଅନୁସନ୍ଧାନ ପ୍ରାମାଣିକତା ଠାରୁ ସେଗୁଡ଼ିକ ଦୂରରେ ରହୁଥିଲା। କେଉଁଠାରେ ବା ଏହି ବିବରଣମାନ ଇତିହାସ ଆଖ୍ୟା ପ୍ରାପ୍ତି ହୋଇଅଛି, କେଉଁଠାରେ କାବ୍ୟ, ନାଟକ, ପୁରାଣ ଇତ୍ୟାଦି ଆକାର ଧାରଣ କରିଅଛି। ତେଣୁ ଏହି କଳ୍ପନା ଦ୍ୱାରା ଯେମିତି ସାହିତ୍ୟ ସୃଷ୍ଟି, ସାହିତ୍ୟ ବି ଏକ ପ୍ରକାର ଇତିହାସ ବୋଲି ଲେଖକ କହୁଛନ୍ତି। ଯେମିତିକା କାବ୍ୟ, ନାଟକ ଇତ୍ୟାଦି, ଉପନ୍ୟାସ ଏସବୁ ଇତିହାସ, ମଣିଷ ଜୀବନର ଇତିହାସ, ଜାତିର ଇତିହାସ। କିନ୍ତୁ ସେଥିରେ ପ୍ରାମାଣିକତା ଅଛି, କିନ୍ତୁ କଳ୍ପନା ବେଶୀ ଅଛି, ଯାହାଫଳରେ ସେଗୁଡ଼ିକ ସାର୍ଥକ ଇତିହାସ ନୁହେଁ। ପ୍ରକୃତ ପକ୍ଷେ ପ୍ରାଚୀନ କାଳରେ ଇତିହାସ ଭିନ୍ନ ଭିନ୍ନ ଯୁଗର ସାହିତ୍ୟ ମଧ୍ୟରେ ଅନ୍ତର୍ନିବିଷ୍ଟ ରହିଅଛି। ପ୍ରାଚୀନ ଧର୍ମଶାସ୍ତ୍ର ପର୍ଯ୍ୟନ୍ତ ଐତିହାସିକ ସତ୍ୟରେ ପରିପୂର୍ଣ୍ଣ। ପୁରାତନ ବାଇବେଲ ଆମମାନଙ୍କର ବେଦ ତାହାର ଉଜ୍ଜ୍ୱଳ ପ୍ରମାଣ ସ୍ୱରୂପ। କେବଳ ତାହା ନୁହେଁ, ଭିନ୍ନ ଦେଶର ଭିନ୍ନ କାଳର ମନ୍ଦିର, ଗୃହ, ଖୋଦିତ ମୂର୍ତ୍ତି ଫଳକ ଆଦିରେ ସେହି ଦେଶର କାଳର ଇତିହାସ ଉଜ୍ଜ୍ୱଳ ଅକ୍ଷରରେ ଲିଖିତ ହୋଇଅଛି। ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ପଣ୍ଡିତମାନେ ବୁଦ୍ଧି ମନୀଷା
ବଳରେ ଏହିପରି ସାହିତ୍ୟରେ ନାନା ବିଭାଗରୁ ପ୍ରାଚୀନ କୀର୍ତ୍ତି, ଖୋଦିତ ମୂର୍ତ୍ତି, ଫଳକାଦିରୁ ଐତିହାସିକ ସତ୍ୟ ସଂଗ୍ରହ କରି ପ୍ରାଚୀନ ଇତିହାସ ନାମକ ଗୋଟିଏ ଉପାଦେୟ ଦରକାରୀ ବସ୍ତୁ ଆମମାନଙ୍କ ସମକ୍ଷରେ ସାମ୍ନାରେ ଉପସ୍ଥାପିତ କରିଅଛନ୍ତି। କିନ୍ତୁ ସେହି ସଂଗୃହୀତ ଅଂଶ ମାତ୍ର ପ୍ରକୃତ ଇତିହାସ ନୁହେଁ ବା ବିଶେଷ ମତ ସ୍ଥାପନ କିମ୍ବା କାଳାଦି ନିର୍ଣ୍ଣୟାର୍ଥେ ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ସମୁପସ୍ଥିତ ହୁଏ। ଅର୍ଥାତ୍ ନାନା ପ୍ରକାର ନାନା ମୁନି ନାନା ମତ ଭାବରେ ସେର ମତଭେଦ ପାର୍ଥକ୍ୟ ହୁଏ, ତାକୁ ସହଜରେ ମାନେ ଜ୍ଞାନୀ ଲୋକମାନେ ଗ୍ରହଣ କରିପାରନ୍ତି ନାହିଁ, କାରଣ ସେଥିରେ ପ୍ରାମାଣିକତା ଅପେକ୍ଷା କଳ୍ପନା କପୋଳକଳ୍ପିତର ଉପାଦାନ ଯଥେଷ୍ଟ। ତାପରେ ପରବର୍ତ୍ତୀ ଅଂଶରେ ଲେଖକ କହୁଛନ୍ତି ଯେ ସାମ୍ପ୍ରତିକ ଇତିହାସ ରଚନା ପଦ୍ଧତି ଓ ତା'ର ଭିନ୍ନତାର ବ୍ୟାପକତା। ତେଣୁ ସାମ୍ପ୍ରତିକର ଯେଉଁ ବର୍ତ୍ତମାନ ସମୟରେ ଯେଉଁ ଇତିହାସ ଲେଖାଯାଉଛି, ପ୍ରଥମେ ଜାତିର ଇତିହାସ ଲେଖାଯାଉଥିଲା, ମାନବ ସଭ୍ୟତାର ଇତିହାସ ଲେଖାଯାଉଥିଲା, ବର୍ତ୍ତମାନ ଇତିହାସ ବ୍ୟାପକ ହୋଇଯାଇଛି। ଇତିହାସର ଦୃଷ୍ଟିକୋଣ ବା ସ୍ଫେୟାର ବଢ଼ିଯାଇଛି। ତେଣୁ ସବୁଥିରେ ଇତିହାସ ଅଛି, ସାହିତ୍ୟର, ସଂସ୍କୃତିର, ବିଜ୍ଞାନର, ଅନ୍ୟାନ୍ୟ ବିଷୟର, ମାନବ ଜୀବନର, ଜାତି ଜୀବନର, ସବୁଥିରେ ଇତିହାସ ଅଛି। ତେଣୁ ଇତିହାସର ଯେଉଁ ଦୃଷ୍ଟିକୋଣଟା ଆଜି ବ୍ୟାପକ ହୋଇଯାଇଛି। ବର୍ତ୍ତମାନ ଯୁଗରେ ଇତିହାସର ଲେଖନ ପ୍ରଣାଳୀ ସ୍ୱତନ୍ତ୍ର, ଆଦର୍ଶର ନିକଟବର୍ତ୍ତୀ ହୋଇଛି, ଅର୍ଥାତ୍ ବାସ୍ତବତାର ନିକଟବର୍ତ୍ତୀ ହୋଇଛି, ପ୍ରାମାଣିକତାର ନିକଟବର୍ତ୍ତୀ ହୋଇଛି, ସ୍ୱତନ୍ତ୍ର ରକ୍ଷା କରିଛି। ସର୍ବବିଧ ବ୍ୟାପାରରେ ସବୁ ପ୍ରକାର ଘଟଣାର ଇତିହାସ ଅଛି, ଯଥା ମଣିଷର ଆଚାର ବିଚାର, ତା'ର ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ, ସକଳ ପ୍ରକାର ପ୍ରୟୋଜନୀୟ ବିଷୟ ଇତିହାସରେ ଅଛି। ତଥାପି ସ୍ଥୂଳରେ ଏହା ରାଜନୈତିକ ଇତିହାସ ପଦବାଚ୍ୟ ବୋଲି ଲେଖକ କହୁଛନ୍ତି। ସେହି କାରଣରୁ କୌଣସି ଚିନ୍ତାଶୀଳ ପଣ୍ଡିତ ସାହିତ୍ୟର ଇତିହାସ, ଧର୍ମର ଇତିହାସ, ବିଜ୍ଞାନର ଇତିହାସ ନାମ ଦେଇ ଭିନ୍ନ ଭିନ୍ନ ବିଭାଗରେ କ୍ରମିକ ଉନ୍ନତି ବିବରଣ ପୂର୍ଣ୍ଣତର ଆକାରରେ ଲିପିବଦ୍ଧ କରିବାକୁ ଚେଷ୍ଟିତ ଅଛନ୍ତି। ମନୁଷ୍ୟର ଜ୍ଞାନ, ଶକ୍ତି, ସମୟର ଅଳ୍ପତା ବିଷୟ ବିବେଚନା କଲେ ଏ ପ୍ରକାର ଚେଷ୍ଟାର ସମ୍ୟକ୍ ଉଚିତତା ବୋଧହୁଏ ଅସ୍ୱୀକାର କରାଯାଇ ପାରିବନି, ମାନିବାକୁ ପଡ଼ିବ। ଇତିହାସ ଲିଖନ ପ୍ରଣାଳୀ ସମ୍ବନ୍ଧରେ ଦିନକୁ ଦିନ ଯଥେଷ୍ଟ ଉନ୍ନତି ସାଧିତ ହେଉଅଛି, ଏଥିରେ ସନ୍ଦେହ ନାହିଁ। ମାତ୍ର ପ୍ରକୃତ ଆଗ୍ରହୀ ବ୍ୟକ୍ତି ସେତିକିରେ ସନ୍ତୁଷ୍ଟ ରହି ନପାରେ। ସେ ଚିରଦିନ ମାନବ ସମାଜର ନାନା ବିଭାଗରେ ଇତିହାସ ଅନୁସନ୍ଧାନ କରିବାରେ ଚେଷ୍ଟିତ ରହିଥିବ। ସାହିତ୍ୟ, ଶିଳ୍ପ, ବାଣିଜ୍ୟ, ଧର୍ମ, ନୀତି, କାବ୍ୟ, ଉପନ୍ୟାସ, ବିଜ୍ଞାନ, ଦର୍ଶନ ସମସ୍ତ ତାହାର ଇତିହାସର ନିକଟବର୍ତ୍ତୀ, ସତ୍ୟମୟ। ପ୍ରତ୍ୟେକ ବ୍ୟକ୍ତିର ଜୀବନ, ଆକାର, ପରିଚ୍ଛଦ ତାହା ନିକଟରେ ଜୀବନ୍ତ ଇତିହାସ ରୂପେ ଜଣାଯାଇଥାଏ। ତା ପରବର୍ତ୍ତୀ ଅଂଶରେ ଲେଖକ କହୁଛନ୍ତି ଯେ ଇତିହାସ ଅଧ୍ୟୟନ କୌଶଳ। ଇତିହାସ ଅଧ୍ୟୟନର କୌଶଳ, କେଉଁ ଟେକ୍ନିକରେ, କେଉଁ କୌଶଳରେ ଇତିହାସକୁ ଆମେ ଦେଖିବା। ଗୋଟିଏ ଅଛି ଇତିହାସରେ ସାଦୃଶ୍ୟ ଅଛି, ସିମିଲାରିଟିଜ୍ ଅଛି ଏବଂ ଡିସିମିଲାରିଟିଜ୍ ମଧ୍ୟ ଅଛି, ବୈସାଦୃଶ୍ୟ ବି ଅଛି। ତେଣୁ ଇତିହାସରେ ସାଦୃଶ୍ୟ ଅଛି, ସାମଞ୍ଜସ୍ୟ ଯେମିତି ଅଛି, ସେଥିରେ ବୈସାଦୃଶ୍ୟ ମଧ୍ୟ ସେମିତି ଅଛି। ଏଇଭଳିଆ ସେ ବର୍ଣ୍ଣନା କରିଛନ୍ତି। ତାପରେ ଇତିହାସର ଶିକ୍ଷାୟିତ ଗୁଣାବଳୀ। ଇତିହାସ କ'ଣ ଶିକ୍ଷା ମଣିଷକୁ ଦେଉଛି? ଆମେମାନେ ଚିରକାଳ ଶୁଣି ଆସିଅଛୁ ଉପଦେଶ ଅପେକ୍ଷା ଦୃଷ୍ଟାନ୍ତ ଶିକ୍ଷା ପକ୍ଷରେ ଅଧିକ ଉପଯୋଗୀ। ଆମେ ସମସ୍ତେ ଉପଦେଶ ସହଜରେ ଦେଇ ଜାଣୁ, କିନ୍ତୁ ନିଜେ ଗୋଟେ ଉଦାହରଣ ସୃଷ୍ଟି କରିପାରୁନାହୁଁ, ଦୃଷ୍ଟାନ୍ତ ଦେଖି ପାରୁନାହୁଁ। ଖାଲି ଆମର କହିବାଟା ତାତ୍ତ୍ୱିକ ହେବା ଅପେକ୍ଷା ପ୍ରାୟୋଗିକ ହେବା ଦରକାର, ଦୃଷ୍ଟାନ୍ତ ଧର୍ମୀ ହେବା ଦରକାର, ଯାହାଫଳରେ ଗ୍ରହଣ ଯୋଗ୍ୟତା ରହିବ। ତେଣୁ ଇତିହାସ ପୃଷ୍ଠାର ଆକାର, ସୁତରାଂ ତାହା ଶିକ୍ଷା ପକ୍ଷରେ କିପରି ଉପଯୋଗ୍ୟ ହୋଇପାରିବ, ବୁଦ୍ଧିମାନ ବ୍ୟକ୍ତି ମାତ୍ରକେ ଅନୁଭବ କରିପାରିବେ। ପ୍ରାକୃତିକ ନିୟମର କାର୍ଯ୍ୟାବଳୀ ସର୍ବତ୍ର ଏବଂ ସର୍ବକାଳରେ ଏକ। ପ୍ରକୃତି ସବୁ ସମୟରେ ଏକ, ତା'ର ପରିବର୍ତ୍ତନ କିଛି ନାହିଁ। ଗୋଟେ ନିର୍ଦ୍ଦିଷ୍ଟ ଧାରାରେ ସେ ସମୟ ଅନୁସାରେ ବଦଳୁଛି, କିନ୍ତୁ ନିର୍ଦ୍ଦିଷ୍ଟ ଧାରା ରଖିଛି। ଯେ ପ୍ରକାର କାର୍ଯ୍ୟ ଏକ ବ୍ୟକ୍ତି ଜାତିର ଅଧପତନ ହେଲା, ଗୋଟିଏ କୁକାର୍ଯ୍ୟ ପାଇଁ ଗୋଟିଏ ବ୍ୟକ୍ତିର ବା ଜାତିର ଅଧପତନ ହେଲା, ସେଇଭଳିଆ କୁକାର୍ଯ୍ୟ ଆଉ ଅପକର୍ମ କଲେ ପରବର୍ତ୍ତୀ ଜାତିର ମଧ୍ୟ ଅଧପତନ ହେବ। ଏଇଟା ଆମକୁ ଇତିହାସ ଶିକ୍ଷା ଦିଏ। ତେଣୁ କାର୍ଯ୍ୟ ସତ୍କର୍ମ କରିବା ଦରକାର। ଇତିହାସ କ୍ଷେତ୍ରରେ ଭଲ କାମ ନିହାତି ଦରକାର। ଯଦି ଭଲ କାମ ମଣିଷ କରିବ ନାହିଁ, ତାହେଲେ ସେ ବ୍ୟକ୍ତି ହେଉ କିମ୍ବା ଜାତି ହେଉ, ସେ ନଷ୍ଟ ହୋଇଯିବା ଅବଶ୍ୟମ୍ଭାବୀ।
ତାପରେ ଇତିହାସ କ୍ଷେତ୍ରରେ ମନୋଭାବର କେମିତିକା ଭୂମିକା ରହୁଛି ତାର ଉଦାହରଣ ଦେଇକି ଲେଖକ କହୁଛନ୍ତି ଯେ ଗର୍ବ ଅହଙ୍କାର ଯେମିତିକା ଗୋଟେ ରାଜା ହେଉ କିମ୍ବା ଗୋଟେ ଜାତିର ଯେମିତିକା ଥିଲା ଗର୍ବ ଅହଙ୍କାର, ତେଣୁ ଗର୍ବ ଅହଙ୍କାର ମଧ୍ୟ ମଣିଷର ବା ତା ଜାତିର ଅଧପତନର କାରଣ। ତାପରେ ଆଉ ଗୋଟେ ଅଛି ଯେ ବିଶ୍ୱାସ, ସତ୍ ବିଶ୍ୱାସ, ଯେ ବିଶ୍ୱାସ ମଣିଷ କରିବାକୁ ପଡ଼ିବ। ଯଦି ସତ୍ ବିଶ୍ୱାସ ନାହିଁ, ଅବିଶ୍ୱାସ ପଶିଲା, ତାହେଲେ ସେ ଜାତିର ମଧ୍ୟ ଅଧପତନ ହେବ। ତେଣୁ ଇତିହାସ ଅଧ୍ୟୟନ କ୍ଷେତ୍ରରେ ତାର ଯେଉଁ ଶିକ୍ଷା, ଇତିହାସର ଯେଉଁ ଶିକ୍ଷା, ସେଥିରେ ଏହିସବୁ ଗୁଣ ରହୁଛି। ତାପରେ ଅପରିଣାମ ଦର୍ଶିତା, ଆମେ ଯେଉଁ କାର୍ଯ୍ୟ କରିବା ସେଥିରେ ପରିଣାମ କ'ଣ ହେବ, ଅପରିଣାମ ଦର୍ଶିତ। ତେଣୁ ଭାଗବତରେ ଆମର କୁହାଯାଇଛି ଆପେ ଅର୍ଜିଲା କର୍ମମାନ ଆଗୁ ହୋଇବ ସାବଧାନ, କର୍ମଟି ସୁଖ ଦୁଃଖ ଦାତା ବୋଲି ଭାଗବତ କହୁଛି। ଆମେ କାମ କରିବା, କିନ୍ତୁ ସେ କାମ ଆମକୁ କେତେ ଦୂର ସୁଖ ଦେବ କି ଦୁଃଖ ଦେବ, କ୍ଷତି ଦେବ କି ଲାଭ ଦେବ, ୟାର ବିବେଚନା, ୟାର ବିଚାର ଆମେ କରିକି ଆମେ କାମ କଲେ ସେ କାମରେ କ୍ଷତି ବି ଆସିବନି, ଆଉ ଦୁଃଖ ବି ଆସିବନି, ଅବସାଦ ଆସିବନି, ଉପକାରିତା ରହିବ, ସମାଲୋଚନା ରହିବ ନାହିଁ। ତେଣୁ ଅପରିଣାମ ଦର୍ଶିତା ମଧ୍ୟ ଇତିହାସ ରଚନା କ୍ଷେତ୍ରରେ ନିହାତି ଦରକାର। ତାପରେ ପାପର କ୍ଷୟ, ପୁଣ୍ୟର ଜୟ, ସତ୍ୟର ଜୟ, ମଙ୍ଗଳର ଜୟ, ପୁଣ୍ୟର ଜୟ, ପାପର କ୍ଷୟ, ଏହି ପ୍ରକାର ଉଦ୍ଘୋଷଣା ମଧ୍ୟ ଇତିହାସ ଦେଉଥିବା ଦରକାର, ନହେଲେ ଇତିହାସ ଗ୍ରହଣଯୋଗ୍ୟ ହେବ ନାହିଁ। ପରବର୍ତ୍ତୀ ଅଂଶରେ ଲେଖକ କହୁଛନ୍ତି ଯେ ଇତିହାସ ପ୍ରୀତିର ଲାଭ, ଇତିହାସକୁ ଭଲ ପାଇବାର ଲାଭ କ'ଣ? ଲାଭ ହେଉଛି ମଣିଷ କର୍ତ୍ତବ୍ୟ ପରାୟଣ ହେବ। ଯେ ଗୋଟେ ଇତିହାସ, ଗୋଟେ ଜାତିର ଇତିହାସ, ସତ୍କର୍ମର ଇତିହାସ ପାଠ କରି ପରବର୍ତ୍ତୀ ଜାତି ସେଇଭଳିଆ କର୍ମ ପ୍ରବୃତ୍ତ ହେଲେ ପୂର୍ବ ଜାତି ଯେମିତିକା ଉପକାର ପାଇଲା, ଲାଭ ପାଇଲା, ପରବର୍ତ୍ତୀ ଜାତି ମଧ୍ୟ ସେମିତି ଉପକାର ପାଇବ, ଲାଭ ପାଇବ। ତେଣୁ ଇତିହାସ ଆମକୁ କର୍ମତତ୍ପର କରାଏ, ସତ୍କର୍ମ ପ୍ରତି ଆଗ୍ରହ ସୃଷ୍ଟି କରେ। ଆଉ ଏକ ଭାବରେ ଦେଖିଲେ ଇତିହାସ ଆମମାନଙ୍କ ନିକଟରେ ପରମ ଆଦରର ବସ୍ତୁ ମନେ ହେବ। ଆମେମାନେ ବର୍ତ୍ତମାନ ଯାହା ଭୋଗ କରୁଅଛୁ ତାହାର କର୍ତ୍ତା ଆମେମାନେ ନୁହଁ। ଗୋଟିଏ କାହାଣୀ ଅଛି, ପ୍ରାଚୀନ କାଳରେ କୌଣସି ମହାତ୍ମା ସ୍ୱର୍ଗରୁ ଅଗ୍ନି ଆହରଣ କରିଥିବା ଯୋଗୁଁ ତାଙ୍କୁ ଦୁଃସହ କ୍ଲେଶ ଭୋଗ କରିବାକୁ ପଡ଼ିଥିଲା। ଯେମିତିକା ଭଗବାନ କୋରାନରେ କହିଛନ୍ତି, ଆଲ୍ଲାହ ତାଆଲା କୋରାନରେ କହିଛନ୍ତି ଶୈତାନ ନିଆଁରୁ ଜାତ ହେଇଛି। ତେଣୁ ନିଆଁରୁ ଜାତ ହେଇକି ତା ମନରେ ଗର୍ବ ପ୍ରକାଶ ପାଇଲା ଏବଂ ସେ ମାଟିର ମଣିଷକୁ ମୁଣ୍ଡିଆ ମାରିଲା ନାହିଁ, ଯାହାଫଳରେ ସ୍ୱର୍ଗରୁ ତଡ଼ା ଖାଇଲା ଏବଂ ଭଗବାନଙ୍କର ଶତ୍ରୁ ହେଲା ଏବଂ ମଣିଷ ଜାତିର ମଧ୍ୟ ଶତ୍ରୁ ହେଲା। ସେହି କଥା ଏଠି କହୁଛନ୍ତି। ଏହିପରି ପ୍ରତ୍ୟେକ ପ୍ରୟୋଜନୀୟ ବସ୍ତୁ ଲାଭ କରିବା ପାଇଁ କେତେ ମହାପୁରୁଷଙ୍କୁ କେତେ କଷ୍ଟ ସହିବାକୁ ପଡ଼ିଛି, ତାକୁ ଆମେ ବିଚାର କରିବା ଦରକାର। ଆଉ ସେହି ଅନୁସାରେ ଆମେ ନିଜକୁ କଷ୍ଟ କଲେ ହିଁ କୃଷ୍ଟ ମିଳିବ ବୋଲି ଏହି ଶିକ୍ଷା ଆମେ କରିବା ଦରକାର। ଆମେମାନେ ଯେ ନିତ୍ୟ ଅଗଣ୍ୟ ସୁଖ ସେବ୍ୟ ବସ୍ତୁ ଉପଭୋଗ କରୁଛୁ, ଖୁସି ହେଉଛୁ, ସେ ସମସ୍ତ ପଦାର୍ଥର ମୂଳ କେଉଁଠାରେ, ତାହା ଥରେ ଭାବିଛୁ? ଆମେ ସବୁ ବସ୍ତୁକୁ ଉପଭୋଗ କରୁଛୁ, ସେ ବସ୍ତୁ କିଏ ତିଆରି କଲା, କାହିଁକି ତିଆରି କଲା, କ'ଣ ପାଇଁ ତିଆରି କଲା, ସେ ବିଷୟରେ କାରଣ ଆମେ କେବେ ଖୋଜୁନା। ପ୍ରାଥମିକ ମନୁଷ୍ୟ ଜଙ୍ଗଲରେ ଶୀତ ଗ୍ରୀଷ୍ମ ବର୍ଷାରେ ଅସହ୍ୟ କଷ୍ଟ ସହ୍ୟ କରି କଞ୍ଚା ମାଂସ ଫଳମୂଳ ଖାଇ ଜୀବନ ଅତିବାହିତ କରୁଥିଲା। ଆଜି ଆମେମାନେ ଚୋବେଇବା, ଶୋଷିବା, ଚାଟିବା, ପିଇବା, ଚତୁର୍ବିଧ ଖାଦ୍ୟ ଆମେ ଖାଉଛୁ ଏବଂ ଆମର ରସନା ବା ଜିଭକୁ ତୃପ୍ତ କରୁଛୁ। ସୁନ୍ଦର ସୁସଜ୍ଜିତ ଘର ତିଆରି କରିକି ପରମ ଆନନ୍ଦରେ, ନିରାପଦରେ, ବିପଦଶୂନ୍ୟ ଭାବରେ ଜୀବନ ଅତିବାହିତ କରୁଛୁ, ଯାହାର ଯନ୍ତ୍ରର ସାହାଯ୍ୟରେ ଅତି ସହଜରେ ବିବିଧ ପ୍ରୟୋଜନୀୟ ବିଷୟ ମଧ୍ୟ ଆମେ ପାଇପାରୁଛୁ। ଏସବୁ ମୂଳ କେଉଁଠାରେ? ନା ଏସବୁର ମୂଳ ହେଉଛି ମଣିଷର ବୁଦ୍ଧି ଆଉ ମଣିଷର ଅତୀତ ପ୍ରତି ଅସନ୍ତୋଷ। ଏକ ଆଡ଼େ ଘୋର ଅନ୍ଧକାର, ସାହିତ୍ୟ ବିବର୍ଜିତ, ଧର୍ମଶୂନ୍ୟ, ନୀତିଶୂନ୍ୟ, ପଶୁଭାବ, ଅନ୍ୟ ଆଡ଼େ ବର୍ତ୍ତମାନ ସମୟର କାବ୍ୟ, ନାଟକ, ଇତିହାସ, ବିଜ୍ଞାନ, ଦର୍ଶନ, ଧର୍ମଶାସ୍ତ୍ର। ଏକ ଆଡ଼େ ଆଦିମ ମନୁଷ୍ୟର କାଳ୍ପନିକ ଭୂତ ପ୍ରେତ ପୂଜା, ଅନ୍ୟ ଆଡ଼େ ସତ୍ ଚିତ ଆନନ୍ଦ ଭଗବାନଙ୍କର ଅନନ୍ତ ବ୍ରହ୍ମାଣ୍ଡ ରୂପୀ ଉପାସନା। ଗୋଟେ ପଟେ ସାକାର ଉପାସନା, ଆଉ ଗୋଟେ ପଟେ ନିରାକାର ଉପାସନା। ଏହିସବୁ ଧାର୍ମିକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ଅତୀତର ସନ୍ତାନ ଭବିଷ୍ୟତର ପିତା ରୂପେ ଦଣ୍ଡାୟମାନ। ଅତୀତର ସନ୍ତାନ ଯିଏ ସେ ଭବିଷ୍ୟତର ପିତା। ପୁତ୍ର ପାଇଁ କେବଳ ପୈତୃକ ସମ୍ପତ୍ତି ରଖିଯିବା ପିତାର କର୍ତ୍ତବ୍ୟ ନୁହେଁ, ପୈତୃକ ଧନରାଶି ସଙ୍ଗେ ନିଜ ଉପାର୍ଜିତ ସମ୍ପତ୍ତି ଯୋଗ କରିବା ହିଁ ସୁସନ୍ତାନ ଏବଂ ଭଲ ବାପାର କାମ। ତାହା ନ କଲେ ପିତା ପୁତ୍ର ଉଭୟଙ୍କର ପ୍ରତି କର୍ତ୍ତବ୍ୟ ଅପରାଧ ହେଲା ବୋଲି ଜଣାଯିବ। ଭଗବାନଙ୍କର କୌଶଳ ବିଚିତ୍ର। ଏହି କର୍ତ୍ତବ୍ୟ ପାଳନର ସୁଖ ଅପର୍ଯ୍ୟାପ୍ତ। କାର୍ଯ୍ୟ କର, ସୁଖୀ ହୁଅ, ଏହା ହିଁ ବିଧି ଆଦେଶ। ଇତିହାସ ଏହା ଶିକ୍ଷା ଦେଇଥାଏ। ଇତିହାସର
ଆଉ ଗୋଟିଏ ଗୁଣ ହେଉଛି ଅଯୋଗ୍ୟତାକୁ ଇତିହାସ ପ୍ରଶ୍ରୟ ଦେବ ନାହିଁ। ଯିଏ ଇତିହାସରେ ଯିଏ ଅଯୋଗ୍ୟ ସେ ଜାତି ହେଉ ଏବଂ ବ୍ୟକ୍ତି ହେଉ ତାକୁ କେବେ ଇତିହାସ ପ୍ରଶ୍ରୟ ଦିଏ ନାହିଁ। ଯିଏ ପ୍ରକୃତରେ ଇତିହାସର ଯିଏ ଯୋଗ୍ୟ ସେ ଇତିହାସ ପାଠ କରିବାକୁ ଯୋଗ୍ୟ, ଇତିହାସ ରଚନା କରିବାକୁ ଯୋଗ୍ୟ ଏବଂ ଇତିହାସରେ ସ୍ଥାନ ପାଇବାକୁ ମଧ୍ୟ ଯୋଗ୍ୟ। ତେଣୁ ଇତିହାସ ଅଧ୍ୟୟନର ପ୍ରଗତିଶୀଳତା ଯେ କେମିତି ଆମେ ଗୋଟେ ଆଜି ଉନ୍ନତ ଦୃଷ୍ଟିକୋଣରୁ ଆମେ ଇତିହାସକୁ ବିଚାର କରିବା। ଇତିହାସ ସମ୍ବନ୍ଧରେ ଲେଖକ କହୁଛନ୍ତି ଯେ ଏଇ ଗୋଟିଏ କଥା ମୁଁ କହିକି ଏଠି ପ୍ରବନ୍ଧ ଶେଷ କରିବି ବୋଲି ସେ କହୁଛନ୍ତି। ବର୍ତ୍ତମାନ ପ୍ରସଙ୍ଗ କ୍ରମେ ଆଉ ଗୋଟିଏ କଥାର ଉଲ୍ଲେଖ କରି ପ୍ରବନ୍ଧର ଶେଷ କରିବି। ସମଗ୍ର ଭାବରେ ମାନବ ଜାତିର ଅତୀତ ଇତିହାସ ଅଧ୍ୟୟନ କରିବା ସବୁବେଳେ ବିଧେୟ। ଅତୀତକୁ ନ ଚାହିଁଲେ, ଅତୀତ ଇତିହାସକୁ ଅଧ୍ୟୟନ ନ କଲେ ବର୍ତ୍ତମାନରେ ଆମେ ଠିଆ ହୋଇପାରିବାନି ଏବଂ ବର୍ତ୍ତମାନ ଯଦି ଠିଆ ହୋଇପାରିବାନି ସୁଦୃଢ଼ ଭାବରେ ତାହେଲେ ଭବିଷ୍ୟତ କାଳ ମଧ୍ୟ ନିର୍ଣ୍ଣିତ ହୋଇପାରିବ ନାହିଁ। ତେଣୁ ଇତିହାସ କହିଲେ ଅତୀତର ଘଟଣାବଳୀ। ତେଣୁ ଅତୀତ ବର୍ତ୍ତମାନ ଭବିଷ୍ୟତ ଗୋଟିଏ ସୂତାର ତିନୋଟି କାଳ। ତେଣୁ ଏଇ ଇତିହାସର ସମ୍ବନ୍ଧ ଏଇ ତିନୋଟି ଅବସ୍ଥାରେ ଅଛି, ତିନୋଟି ସମୟର ବ୍ୟବଧାନରେ ରହିଛି। ଏ ବିଷୟରେ ମଧ୍ୟ ଆମର ଜ୍ଞାନ ହେବା ଦରକାର ଇତିହାସ ପାଠ ସମୟରେ। ତାପରେ ଆମେ ସାଧାରଣତଃ ନିଜ ଜାତିର ଇତିହାସ ପାଠ କରୁଛୁ, ହେଲେ ଅନ୍ୟ ଜାତିର ଇତିହାସ ଆମେ ପାଠ କରୁନାହୁଁ। ତେଣୁ ଏଇଟା ହେଉଛି ଗୋଟେ ଇତିହାସର ଗୋଟେ ମାନବର ଗୋଟେ ସଂକୀର୍ଣ୍ଣ ଚିନ୍ତାଧାରା। ଆମେ ନିଜ ଜାତିର ଇତିହାସ ପଢ଼ିବା ସହିତ ଅନ୍ୟ ଜାତିର ଇତିହାସ ପଢ଼ିଲେ ଆମର ଜ୍ଞାନର ଇତିହାସ ଜନିତ ଜ୍ଞାନର ବ୍ୟାପକତା ବଢ଼ିବ। ତେଣୁ ନିଜ ଜାତିର ଇତିହାସ ପଢ଼ିବା ସହିତ ଆମେ ଅନ୍ୟ ଜାତିର ଇତିହାସ ଆମେ ପଢ଼ିବା ଦରକାର। ତେଣୁ ସ୍ୱଜାତି ଇତିହାସ ଅଧ୍ୟୟନରେ କ'ଣ ସବୁ ପ୍ରତିବନ୍ଧକ ରହିଛି ଲେଖକ ସେଥିରେ ଉଦାହରଣ ଦେଇ କହୁଛନ୍ତି ଯେ ସଂକୀର୍ଣ୍ଣ ମନୋଭାବ ସମ୍ପନ୍ନ ହୋଇଯାଉଛି, ଘୃଣାଭାବ ଆସୁଛି, ଅନ୍ୟ ଜାତି ପ୍ରତି ଗୋଟେ ଘୃଣାଭାବ ଆସୁଛି ଏବଂ ହୀନମନ୍ୟ ଭାବ ଆସୁଛି। ତେଣୁ ନିଜ ଜାତିର ଇତିହାସ ପାଠ କଲେ ଏହି ପ୍ରକାର ପ୍ରତିବନ୍ଧକ ସବୁ ରହିଛି। ଅନ୍ୟ ଜାତିର ଇତିହାସ ପାଠ କଲେ ଦୃଷ୍ଟିକୋଣର ବ୍ୟାପକତା, ଉଦାରତା, ପ୍ରଗତିଶୀଳତା ସହିତ ମଣିଷ ମନର ମହତ୍ତ୍ୱ ମଧ୍ୟ ଦେଖାଯାଏ। ମନୁଷ୍ୟର ପ୍ରକୃତି ଏହି ଯେ ସେ ନିଜର ହୀନତା ପ୍ରାପ୍ତ ହେଲେ ଅନ୍ୟ ବ୍ୟକ୍ତିର ମହତ୍ତ୍ୱ ଦେଖିପାରେ ନାହିଁ। ଯଦି ମଣିଷ ଅନ୍ୟଠାରୁ ନ୍ୟୁନ ତେଣୁ ସେ ଈର୍ଷାସକ୍ତ ହୋଇକି ଅନ୍ୟର ଭଲ ଗୁଣକୁ କଦାପି ଗ୍ରହଣ କରିପାରେ ନାହିଁ, ଯେଉଁଟାକି ଇତିହାସରେ ଏଇଟା ହେଉଛି ଗୋଟେ ବାଧକ। ଏଥିରେ ଅନିଷ୍ଟ ଛଡ଼ା ଇଷ୍ଟ କିଛି ନାହିଁ। ଏହାଦ୍ୱାରା ନିଜର ହିଁ କ୍ଷତି ହେବ। ଅନ୍ୟକୁ ଈର୍ଷା କଲେ, ଅନ୍ୟର କୃତିତ୍ୱକୁ ଦେଖିକି ଯଦି ଆମେ ଈର୍ଷା କରିବା, ତା'ର କ୍ଷତି ଚାହିଁବା, ତା'ର ଅପକାର ଚାହିଁବା, ତାହେଲେ ସେଇଟା ନିଜର କ୍ଷତି ହେବ, ତା'ର କିଛି କ୍ଷତି ହେବ ନାହିଁ। ପୂର୍ବ ଗୌରବର ସ୍ମୃତି ଉନ୍ନତି ଲାଭର ଗୋଟିଏ ଉତ୍କୃଷ୍ଟ ସମୟ। ତେଣୁ ଆମେ ଗୌରବକୁ ସ୍ମରଣ କରିବା, ଯାହାକି ଆମ ଜୀବନ ପାଇଁ ଗୋଟେ ପ୍ରେରଣାର ଉତ୍ସ। ଏଥିରେ ସନ୍ଦେହ ନାହିଁ। ମାତ୍ର ତାହା ଯେବେ କେବଳ ସ୍ମୃତି ବା ବାକ୍ୟ ଉପରେ ରହିବ, ଖାଲି କଥାରେ ରହିଯିବ, କାର୍ଯ୍ୟରେ ପ୍ରମାଣିତ ହେବ ନାହିଁ, ତେବେ ତା ଦ୍ୱାରା କିଛି ଲାଭ ହେବ ନାହିଁ। ନିଜର ଦୀନତା ହୀନତା ଆମେ ମାନିବାକୁ ପଡ଼ିବ। ପ୍ରାଚୀନ ସମାଜର ପ୍ରଶଂସା ଶତମୁଖରେ ଗାଇବୁ, ଅଥଚ ନିଜେ ଯେପରି ଅଛୁ ସେପରି ରହିବୁ। ଆମେ ଅନ୍ୟର ଗୁଣକୀର୍ତ୍ତନ କରିବୁ, କିନ୍ତୁ ଅନ୍ୟ ଭଳି ହେବା ପାଇଁ ଯଦି ଆମେ ଚାହିଁବା ନାହିଁ, ତାହେଲେ ଆମର ଜାତୀୟ ଇତିହାସ, ବ୍ୟକ୍ତିକ ଇତିହାସ ଉନ୍ନତି ହେବ ନାହିଁ, ଆଗେଇ ପାରିବ ନାହିଁ। ଈଶ୍ୱର ଆମମାନଙ୍କ ଦେଶକୁ ଏହି ବିକୃତ ଅନୁରାଗରୁ ଉଦ୍ଧାର କରନ୍ତୁ। ତେଣୁ ଇତିହାସ ପ୍ରବନ୍ଧର ଶେଷରେ ଲେଖକ ଈଶ୍ୱରଙ୍କର ଆଶୀର୍ବାଦ କାମନା କରିଛନ୍ତି। ମଣିଷର ବିକୃତ ଚିନ୍ତାଧାରାକୁ ଭଗବାନ କେମିତିକା ଦୂର କରନ୍ତୁ ଏବଂ ଭଲ ଭାବନା ଦିଅନ୍ତୁ, ଯାହାଫଳରେ ମଣିଷ ଜୀବନର, ତା'ର ଜାତୀୟ ଏବଂ ବ୍ୟକ୍ତିକ ଉଭୟ ସ୍ତରର ଜୀବନର ସମଗ୍ର ଘଟଣା ବ୍ୟାପାରରେ ମଙ୍ଗଳମୟ ହୋଇପାରିବ, ମଙ୍ଗଳମୟ ଭଗବାନଙ୍କର ଆଶୀର୍ବାଦ ରହିପାରିବ। ତେଣୁ ଭଗବାନଙ୍କ ପ୍ରତି ବିଶ୍ୱାସ ଉପାସନାରେ ମଣିଷର ବ୍ୟକ୍ତିକ ଜାତୀୟ ଇତିହାସର ଉନ୍ନତି ରହିଛି। ତେଣୁ ଈଶ୍ୱର ପ୍ରୀତି ଭାବନାରେ ପ୍ରବନ୍ଧର ସମାପ୍ତି କରିଛନ୍ତି।